ଭାରତର ନାରୀ ସଦାଚାରୀ। ଆରେ ଏବେ ନାରୀ ହୋଇ ଜନ୍ମ ହୋଇଛ, କିଛି କଥା ତ ସହିବାକୁ ପଡ଼ିବ ନା। ଆପଣ ଅସମ୍ବେଦନଶୀଳ ହୋଇଯାଇ ନାହାନ୍ତି, ଆପଣଙ୍କୁ ବନେଇ ଦିଆଯାଇଛି। ଯେଉଁ ପରମ୍ପରାରେ ଜାତିର ମହିଳାମାନଙ୍କର ଶୋଷଣ ନିହିତ ଥାଏ, ସେହି ପରମ୍ପରା ନିଜେ ଏମିତି ବ୍ୟବସ୍ଥା କରିବ ଯେ ଯେମିତି ମଣିଷ ଅସମ୍ବେଦନଶୀଳ ହୋଇଯିବ ଏବଂ ବିରୋଧ ନ କରିବ। ବିଭିନ୍ନ ପ୍ରକାରର କାହାଣୀ ତିଆରି କରାଯିବ କି ବିରୋଧ କାହିଁକି ନ କରିବା। କର୍ମଫଳ ଏହା ତାହା 50ଟା କଥା ଅଛି। ତେଣୁ ଏସବୁ କଥା କୁହାଯାଏ। ଭଗବାନ ହିଁ ତୁମ ସହିତ ଭେଦଭାବ କଲେ ଆଉ ତୁମକୁ ନାରୀ କଲେ। ଏବେ ସମାଜ ଯଦି କିଛି ଅତ୍ୟାଚାର କରୁଛି, ତେବେ ଅଭିଯୋଗ କାହିଁକି? ଅଭିଯୋଗ କରିବାର ଅଛି ତ ଭଗବାନଙ୍କୁ କର ଏବଂ ଭଗବାନଙ୍କୁ ଅଭିଯୋଗ କରିପାରିବ ନାହିଁ, କାରଣ ଭଗବାନ ତୁମକୁ ସ୍ତ୍ରୀ କରି ତୁମ ପୂର୍ବଜନ୍ମର ପାପର ଦଣ୍ଡ ଦେଇଛନ୍ତି। ତେଣୁ ଆପଣ ଅଭିଯୋଗ କରିବେ ନାହିଁ। ଏନିମିକ୍ ହିମୋଗ୍ଲୋବିନ୍ 7-8, କିନ୍ତୁ ଅଭିଯୋଗ କରନ୍ତି ନାହିଁ। ମହାନ ଅଟେ ଭାରତର ନାରୀ। ଯିଏ ଶୋଷଣ କରେ ସେମାନେ ସବୁ ଶୁଣୁଛନ୍ତି ଏବଂ ହସୁଛନ୍ତି ଯେ ବଢ଼ିଆ। ତୁମେ ନିଜକୁ ଜାଣିନାହଁ, ତୁମକୁ ନିଜର ହିତ ଅହିତ କିଛି ଜଣା ନାହିଁ। ଆତ୍ମଜ୍ଞାନ ତୁମକୁ କହିବ ଯେ ତୁମର ହିତ କେଉଁଠି ଅଛି, ତୁମେ କିଏ। ନିଜର ହିତକୁ ଜାଣ ଆଉ ନିଜ ହିତର ରକ୍ଷା କରିବା ଶିଖ।